ଓମ୍ ଶାନ୍ତି। ପରମ ପ୍ରିୟ ପରମାତ୍ମା ଶିବ ଭଗବାନଙ୍କର ଆତ୍ମିକ ଅମୃତ ସନ୍ତାନମାନେ ଆସନ୍ତୁ 21/5/2025 ମସିହାର ମୁରଲୀ ମହାବାକ୍ୟ ଆତ୍ମସ୍ଥିତିରେ ରହି ଶୁଣିବା। ବାବା ଆଜି ପ୍ୟାର କରିବାର ବିଧି ଶିଖେଇଦେଲେ। କାହାକୁ ଆମେ ଭଲ ପାଇବା ସେଇ କଥା କହିଛନ୍ତି। ଆମେ ତ ଆଜି ପର୍ଯ୍ୟନ୍ତ କେବଳ ଦେହକୁ ହିଁ ଭଲ ପାଉଥିଲେ। ଦେହଧାରୀ, ଦେହ ସହିତ ଯାହାର ସମ୍ପର୍କ ସମ୍ବନ୍ଧ ରହିଛି ସେମାନଙ୍କୁ, ଦେହ ସହିତ ଯେତେ ସବୁ ଜିନିଷ ରହିଛି, ମନେକର ମୁଁ ଗୋଟେ ସୁନା ଚେନ୍ ଲଗେଇଛି, ମୋ ଦେହରେ ଲଗେଇଛି, ଖଟଟେ କିଣିଛି, ସେଇଠି ଦେହ ଶୋଇଲା, ଘର ଦ୍ୱାର ଧନ ସମ୍ପତ୍ତି ବସ୍ତୁ ବୈଭବ ସବୁ ଏଇ ଦେହ ଦୁନିଆ ସହିତ ସମ୍ବନ୍ଧିତ। ଇଏ ସବୁକୁ ଆମେ ଭଲ ପାଉଛେ, ପ୍ୟାର କରୁଛେ। ତେଣୁ ବାବା କହିଲେ ଏଇ ଦେହଧାରୀ ଆଉ ଦେହ ସହିତ ସମ୍ବନ୍ଧରେ ଥିବା ଯେତେ ବସ୍ତୁ ବୈଭବ ସବୁକୁ ଭୁଲିବା, ନିଜକୁ ଆମେ ଆତ୍ମା ବୋଲି ଭାବିବା, ଆତ୍ମା ସହିତ ପ୍ୟାର କରିବା। ମାନେ ମୋ ନିଜ ଆତ୍ମାକୁ ମୁଁ ପ୍ୟାର କରିବି, ଶରୀରକୁ ପ୍ୟାର ନ କରିକି। ଆଉ ଯାହାକୁ ବି ଦେଖିବି ଆତ୍ମିକ ଦୃଷ୍ଟିରେ ମୋର ଭାଇ ବୋଲି ଭାବି ସ୍ନେହ କରିବି। ଆଉ ଆତ୍ମାର ପିତା ପରମାତ୍ମାଙ୍କୁ ସେମିତି, ଆତ୍ମାର ପିତା ଯେହେତୁ ଲୌକିକ ପିତାକୁ ଯେମିତି ଆମେ ଭାବୁଛେ ନିଜର ଭାବିକି ଗୋଟେ ଦେହ ଦୁନିଆରେ ରହିକି ଦେହଧାରୀ ପଛରେ ମନ ଲଗେଇକି ପିତାଙ୍କୁ ଭଲ ପାଉଛେ, ବର୍ତ୍ତମାନ ଯେହେତୁ ଆମେ ଆତ୍ମାଙ୍କୁ ଜାଣିଗଲେ, ବିଦେହୀ ଆତ୍ମାର ପିତା ବିଦେହୀ ପରମାତ୍ମାଙ୍କ ସହିତ ଆମେ ସ୍ନେହ ପ୍ୟାରରେ ରହିବା। ବାବା ଏତେ କଥା ଆମକୁ ଦଉଛନ୍ତି, ପୁଣି ଆମେ ତାଙ୍କୁ ମନେ ପକାଇବା ପାଇଁ କାହିଁ କଷ୍ଟ ବୋଲି ଭାବୁଛେ? ବାବା ବି କହୁଛନ୍ତି ମେହନତ କରିବାଟା କଷ୍ଟକର କାମ, ଜ୍ଞାନ ଶୁଣିବାଟା ସହଜ। କାହିଁକି କହିଲେ? କାରଣ 2500 ବର୍ଷ ହେଲାଣି ଆମେ କେବଳ ଏଇ ଦେହ ସହିତ ସମ୍ପର୍କ ରଖି ଆସିଛେ। ଆଉ ଏ ଆତ୍ମା କ'ଣ ପୁରା ଜାଣିନାହେଁ ବା ଭୁଲି ଯାଇଛେ, ଆତ୍ମାର ପିତାଙ୍କୁ ଭୁଲି ଯାଇଛେ। ତେଣୁ ଏବେ ନୂଆ ବାବାଙ୍କ ପାଖରୁ ଜ୍ଞାନ ଶୁଣିଲା ପରେ ତାକୁ ଆଡପ୍ଟ କରିବାଟା ଆମକୁ କଷ୍ଟ ହେଉଛି। କିନ୍ତୁ ଯେତେବେଳେ ଆମେ ମନରେ ବାବାଙ୍କୁ ଜାଣିଦେବା, ବାବା ଆମକୁ କ'ଣ ଦଉଛନ୍ତି, ସତ୍ୟ ଯୁଗକୁ ନେବେ, ରାଜ୍ୟ ଭାଗ୍ୟ ଦେବେ, ତାଙ୍କର ସନ୍ତାନ ବୋଲି ଆମେ କେତେ ସୁଖ ସୁବିଧା ଶାନ୍ତି ଆନନ୍ଦ ନିରୋଗ ଶରୀର ପାଇ ସତ୍ୟ ଯୁଗରେ ସ୍ନେହ ପ୍ୟାରରେ ରହିବା, ସେଇ କଥା ଗୁଡ଼ାକ ଯଦି ଆମେ ଜାଣିଗଲା ପରେ ବି ଭାବୁଛେ ବାବାଙ୍କୁ ମନେ ପକାଇବା କଷ୍ଟ, ତାହେଲେ ଭାବନ୍ତୁ ଆମେ କେତେ ବଡ଼ ଭୁଲ କରୁଛେ, କେତେ ଜିନିଷ ନିଜ ହାତରୁ ନଷ୍ଟ କରିଦେଉଛେ, ପାଇବା ଜିନିଷକୁ ଆମେ ସହଜରେ ଧରି ପାରୁନେ। ବାବା ସେଥିପାଇଁ କହିଲେ ଯେ ମାୟା ଆମକୁ ବହୁତ ବିଘ୍ନ ପକାଉଛି ପୁରୁଷାର୍ଥ କରିବାରେ। ପ୍ରକୃତ ପୁରୁଷାର୍ଥ କ'ଣ କି? ପ୍ରକୃତ ପୁରୁଷାର୍ଥ ହେଲା ବାବାଙ୍କୁ ମନେ ପକାଇବା, ୟାଦ କରିବା, ସ୍ମୃତିରେ ରଖିବା, ଯାହା ଫଳରେ 63 ଜନ୍ମ ହେଲାଣି ଦ୍ୱାପର ଯୁଗରୁ ରାବଣ ରାଜ୍ୟରେ ରହି ବିକାରଗ୍ରସ୍ତ ହୋଇ ଆମେ ଯେତେ ପାପ କରିଛେ ସେ ପାପ ସବୁ ଭସ୍ମ ହେବ। ସେଥିପାଇଁ ୟାଦ କରିବାର ପୁରୁଷାର୍ଥ ଦରକାର। ସେଇ ୟାଦ କଲା ବେଳେ ହିଁ ମାୟା ବିଘ୍ନ ପକାଉଛି, ଇଆଡ଼େ ସିଆଡ଼େ ମନ ଭଟକୁଛି। ତେଣୁ ବାବା କହିଲେ ଉସ୍ତାଦକୁ ପ୍ରଥମେ ଚିହ୍ନିବା। ଉସ୍ତାଦ ହେଉଛନ୍ତି ପରମ ପ୍ରିୟ ପରମାତ୍ମା ଶିବ ଭଗବାନ। ତାଙ୍କୁ ଚିହ୍ନିବା, ସେ କ'ଣ ଦେଉଛନ୍ତି ଜାଣିବା, ତାକୁ ହୃଦୟର ସହିତ ମାନିବା, ନିଶ୍ଚୟ ବୁଦ୍ଧିରେ ୟାଦ କଲେ ଆମେ ସବୁ ପାଇବା। ଆତ୍ମାକୁ ପ୍ୟାର କରିବା, ଶରୀରକୁ ନୁହେଁ। ତେଣୁ ବାବା କହିଲେ ତୁମେ ଯଦି ଏମିତି ମୋତେ ମନେ ପକେଇବ, ଏଇ ପାପ ଦୁନିଆରୁ ତୁମକୁ ମୁଁ ସ୍ୱର୍ଗକୁ ନେଇଯିବି। ସେଥିପାଇଁ ଗୋଟିଏ ଗୀତ ଆଜି ହେଲା, ଇସ୍ ପାପ କି ଦୁନିଆ ସେ କହିଁ ଲେ ଚଲୋ। କୁଆଡ଼େ ନେବେ ବାବା? ବାବା ଆସିଛନ୍ତି, 5000 ବର୍ଷ ତଳେ ଆସିଥିଲେ ପତିତ ଆତ୍ମାମାନଙ୍କୁ ପାବନ କରିବା ପାଇଁ। ଯିଏ ବାବାଙ୍କୁ ପୁରା ବିଶ୍ୱାସ କଲେ, ସତ୍ୱପ୍ରଧାନ ହେଲେ, ତାଙ୍କୁ ପୁଣି ସତ୍ୟ ଯୁଗକୁ ପଠେଇଲେ। ବାବା ହେଉଛନ୍ତି ଏ
ପାପ ଦୁନିଆକୁ ବିନାଶ ବାବା ହିଁ କରିବେ, ଆଉ ପାପ ଦୁନିଆକୁ ସ୍ୱର୍ଗ ଦୁନିଆରେ ପରିଣତ ବାବା ହିଁ କରୁଛନ୍ତି। ତେଣୁ ଭଗବାନ ସ୍ୱର୍ଗ ସ୍ଥାପନ କରୁଛନ୍ତି। କେତେ ବଡ଼ ପୋଜିସନ୍ ତାଙ୍କର, କେତେ କ'ଣ ସେ ଦେଇପାରୁଛନ୍ତି, ଆମେ ସେଇ କଥାଟାକୁ ଭାବି ତାଙ୍କରି ପାଇଁ ଆମ ମନ, ବୁଦ୍ଧି, ତନ, ମନ, ଧନ ସବୁ ସେଇଠି ବିନିଯୋଗ କରିବା। ବାବା କହୁଛନ୍ତି ଏବେ ମୋର ଦରକାର ଅଛି, ତୁମେ ଯାହା ଦେବା କଥା ଏବେ ଦିଅ, ବିର୍ଲା ହୁଅ। କହୁଛନ୍ତି କେତେ ଲୋକ ତ ଅଛନ୍ତି ଦୁନିଆରେ, କେତେ ଆତ୍ମା ଅଛନ୍ତି, ସମସ୍ତେ ବିର୍ଲା ନୁହନ୍ତି। ଯିଏ ଭଗବାନଙ୍କୁ ଚିହ୍ନିକି ତନ ମନ ଧନ ସମୟ ସଂକଳ୍ପ ଇତ୍ୟାଦି ସବୁ ସମର୍ପଣ କରିଦେଉଛି, ସେ ହେଉଛି ବିର୍ଲା। ଏବେ ଜରୁରତ ଅଛି, ଦିଅ। ଯଦି ଏଇ ସମୟ ଚାଲିଗଲା ପରେ ଅନ୍ତ ସମୟରେ ଯେତେବେଳେ ଦେଖିବ ଯେ ସବୁ ଭୂମିକମ୍ପ ଆସିଲାଣି, ନଦୀ ନାଳ ବନ୍ୟା ପାହାଡ଼ ସବୁ ବିଭିନ୍ନ ଦୈବୀ ଦୁର୍ବିପାକ ଆସିଲାଣି, ବର୍ତ୍ତମାନ ସୃଷ୍ଟି ବିନାଶ ସମୟ ହେଇଗଲାଣି, ଆଉ ମୁଁ ଏବେ ରଖି କିଛି ଲାଭ ନାହିଁ, ଭଗବାନଙ୍କୁ ବର୍ତ୍ତମାନ ମୁଁ ସମର୍ପଣ କରିଦେବି, ସେତେବେଳେ ବାବା ନେବେ ନାହିଁ। ବାବା କହିବା କଥା, ସେ ସିନା ଭୋଲା, ଭୋଳାନାଥ ତାଙ୍କୁ କହୁଛନ୍ତି, ସେ ଅନାଡ଼ି ନୁହନ୍ତି। ସେ ଆମେ ଯାହା ଦେବା, ସେ ତାଙ୍କ ତୁଣ୍ଡରେ ସେ କହୁଛନ୍ତି ତୁମକୁ ପଦମ ଗୁଣ ମୁଁ ରିଟର୍ଣ୍ଣ କରିବି। ତେଣୁ ଯେତେବେଳେ ଦରକାର ନାହିଁ, ପୁରା ସଂସାର ଶେଷ ସମୟ ହେଇଯିବ, ସେତେବେଳେ ଆମେ ଭଗବାନଙ୍କୁ ଦେଲେ କିଛି କାମରେ ଲାଗିବନି କି ଭଗବାନ ତାକୁ ନେବେ ନାହିଁ। ତେଣୁ ଏବେ ହିଁ ଆମେ ଆମର ସବୁ ଯାହା ଅଛି ତାଙ୍କରି ପାଖରେ ସମର୍ପଣ କରିଦେବା, କରିଦେଲେ ହିଁ ତାକୁ ଆମେ ରିଟର୍ଣ୍ଣରେ ପାଇବା। ତେଣୁ ବାବା କହିଲେ जो कहीं ले चलो इस पाप की दुनिया से, वर्तमान ये दुख दुनियारू आमको कुआड़े नहीं जाओ बोली भक्त आत्मा माने कहूथिले। एबे तो आम जानीगले भगवान आमको कुआड़ू को नेबे, शांति धाम नेबे, शांति धाम पुणी सुख धाम को छाड़े। बाबा कहते बहुत आमर ये भक्त आत्मा माने याद बा स्मरण मनमना भव जो धाड़िक अच्छी, जे भगवान को मने मने सब बड़े स्मृति रे रखिबा, ताकू छाड़ी की भक्त आत्मा माने गंगा स्नान गले पवित्र हो जीवो बोली भावुछंती। गंगा स्नान अर्थ भी बाबा बुझाई दउछंती। गंगा नदी पानी, माटी शरीर को पानी धोईदेव, माटी को पानी धोई दिए ना, तेणु ये माटी शरीर को पानी रे धुआ ही जाई पारे, किंतु ये मन जेते पाप अच्छी आमर ये आत्मा रे रही, ताकू गंगा नदी धोई पारिबो नाही। केवल ये पाप को धोइबा पई परमात्मा स्मृति दरकार, परमात्मा स्नेह प्यार रे रही तांकू एक निष्ठ भाव रे, एक रस भाव रे स्मृति रे रखिले बाबा जोग अग्नि समान हेब, सेतिकी बेले जाई आमर पाप कटिब। बाबा को आम एते भल पाइबा जे जेमती भल माने एते मन रे सब बेले रखिबा जेमती तांको भूली गले निजको खराब लागिबो, निजको जेमती कोन गोटे भूल काम कर दोची भूली जाउची, निजको बहुत अलगा फीलिंग हब। सेमिति आमे बाबा सहित रहिबा। जमती पुओ झील को आम कौन के भूली जाऊे कि सी जमी ऑटोमेटिक मन भितर स्वतः प्रवृत्त भाव में सब बेले पशि जाऊँ, आभॉइड करने को चाहिए भी आम आभॉइड कर पारुने, से भली बाबा सहित आमर प्रीति बाबा को एति आम भल पाइबा। निजे विदेही बाबा विदेही। बाबा कहले मायार जीत हेले माने तुम्हें जदि माया को जीति देल ना, तमें जगत जीत हो। जगत जीत माने कौन? यही संसार को तुम्हें जीतब। ये संसार कहार? रावणर। रावण को तुम्हें जीतब, किंतु माया छोट नुहे। बाबा कहते भगवानकर जेतिकी शक्ति मायार भी सेतिकी शक्ति। माया बहुत बलशाली, किंतु माया बलशाली बोली भाभी ताकू पहलमान भाभी आमर आउ हार्ट अटैक हो जावा दरकार नहीं। आमे माया को निश्चित भाव में जीतबा, कारण माया को जीतबा पई आम साथी रे स्वयं भगवान अच्छे। आ माया को जीतिले ही आमे जगत को जीतबा। बाबा कहते सत्य जुगरे सुख शांति आनंद प्रेम सबू थिला,
କାହିଁକି ଥିଲା, କେମିତି ଥିଲା, ସତ୍ୟଯୁଗ କେବେ ଥିଲା, ସେଥିରେ କେମିତି କାହାର ଶାସନ ଚାଲିଥିଲା, ସେ ତାର ନଜାରା କେମିତି ଥିଲା, ଏସବୁ ଜିନିଷ ଗୁଡ଼ିକ ଆମେ ଆଗରୁ ତ ଜାଣିନଥିଲେ। ଯେତେବେଳେ ବାବା ଆମକୁ ଏ କଥା ଗୁଡ଼ାକ ଶୁଣେଇଲେ, ଆମେ ସେ ସତ୍ୟ ଯୁଗକୁ ଯେହେତୁ ଯିବା, ସେ ସତ୍ୟ ଯୁଗକୁ ଆମେ ସବୁବେଳେ ଆଖି ସାମ୍ନାରେ ରଖିବା। କୌଣସି ଭଲ ସ୍ଥାନକୁ ଯିବା ପାଇଁ ଆମେ ଟିକେଟ୍ କାଟିଛେ, ଧରନ୍ତୁ ଜଣେ ଟିକେଟ୍ କାଟିଛି ଆମେରିକା ବୁଲିଯିବ ବୋଲି ବା ମଧୁବନ ବୁଲିଯିବ ବୋଲି। ମଧୁବନ ବୁଲିଯିବା ପୂର୍ବରୁ ତାର ଟିକେଟ୍ କାଟିଲା ଦିନରୁ ମନରେ ଖୁସି ଆସୁଛି, ମୁଁ କ'ଣ କ'ଣ ଦେଖିବି, କେମିତି ରହିବି, କେମିତି ଖାଇବି, କେମିତି ବୁଲିବି, ସବୁ ମନେ ପଡ଼ିଯାଉଛି। ସେମିତି ସତ୍ୟ ଯୁଗକୁ ଯିବା ପୂର୍ବରୁ ଯେହେତୁ ବାବା ସବୁ ଜଣେଇ ଦେଇଛନ୍ତି, ଆମେ ସେଇ ଖୁସିରେ ମସଗୁଲ ହେଇକି ଦେଖିବା, ସବୁବେଳେ ଅନ୍ତର୍ଦୃଷ୍ଟିରେ, ଦିବ୍ୟ ଦୃଷ୍ଟିରେ ତାକୁ ଦେଖିବା। ବାବା କହୁଛନ୍ତି ଚିତ୍ର ମାଧ୍ୟମରେ ସବୁ ଜିନିଷ ବୁଝା ହେଇଯାଇଛି। ବାବାଙ୍କର ଜ୍ଞାନଟାକୁ ଚିତ୍ର ଦିନକୁ ଦିନ ବି ଇମ୍ପ୍ରୁଭ୍ କରୁଛି। ଧରନ୍ତୁ ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ଆମେ ଦେଖୁଛେ, ସିଏ ବାବା କହିବା କଥା ତାଙ୍କର ତିଥି ବାର ବା ତାରିଖ ବଗେରା ଲେଖିକି ରଖ, କେବେ ଲକ୍ଷ୍ମୀ ନାରାୟଣ ଆସିଥିଲେ। ବାବା କହୁଛନ୍ତି ବିଷ୍ଣୁ ହେଉଛନ୍ତି ପାଳକ, ସତ୍ୟଯୁଗର ପାଳନକର୍ତ୍ତା। ବିଷ୍ଣୁ ପାଳନକର୍ତ୍ତା ମାନେ କ'ଣ? ବିଷ୍ଣୁ କିଏ? ସେ ବିଷ୍ଣୁ ହେଉଛନ୍ତି ଲକ୍ଷ୍ମୀ ନାରାୟଣଙ୍କର ଯୁଗଳ ମୂର୍ତ୍ତିଙ୍କର। ବିଷ୍ଣୁ କହିଲେ ଆମେ ଲକ୍ଷ୍ମୀ ନାରାୟଣ ଦୁହିଁକି ବୁଝିବା। ସେଥିପାଇଁ ତ ବିଷ୍ଣୁଙ୍କର 4ଟା ହାତ ଦର୍ଶେଇ ଦିଆଯାଇଛି, ଲକ୍ଷ୍ମୀଙ୍କର 2 ହାତ, ନାରାୟଣଙ୍କର 2 ହାତ। ସେ 2 ଜଣ ମିଶି ସତ୍ୟଯୁଗର ପାଳକ ଥିଲେ, ପାଳନ କରୁଥିଲେ, ବିଶ୍ୱ ମହାରାଜା ମହାରାଣୀ ହୋଇଥିଲେ। ତେଣୁ ସେଇ ଲକ୍ଷ୍ମୀ ନାରାୟଣଙ୍କର ଚିତ୍ରକୁ ଆମ ଆଖି ସାମ୍ନାରେ ସବୁବେଳେ ରଖିବା। ରଖିଲେ ଆମର ଲକ୍ଷ୍ୟସ୍ଥଳ ସେଇଟା ବୋଲି ଆମ ସ୍ମୃତିରେ ସବୁବେଳେ ରହିବ। ଆଉ ଲକ୍ଷ୍ୟ ଥରେ ଜଣେ ଠିକ୍ କରିଦେଲେ, ତା ପ୍ରତି ଆକର୍ଷିତ ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେଇଯିବ। ସାଧାରଣରେ ପିଲାମାନଙ୍କୁ ଶିକ୍ଷକମାନେ ପିଲାଦିନେ ପଚାରନ୍ତି ତୁ କ'ଣ ହେବୁ? କିଏ କହେ ମୁଁ ଡାକ୍ତର ହେବି। ମାନେ କେତେ ପିଲା କିଏ ଡାକ୍ତର, କିଏ ଇଞ୍ଜିନିୟର, କିଏ ପୋଲିସ କ'ଣ ହେବେ କହିଦିଅନ୍ତି। ଆଉ କେତେକ ପିଲା କ'ଣ କ'ଣ ବୋଲି ଭାବି ପାରନ୍ତିନି, କାହିଁକି ନା ତାଙ୍କର ଲକ୍ଷ୍ୟ କ'ଣ ସେ ସ୍ଥିର କରିନାହାନ୍ତି। କିନ୍ତୁ ବାବା ତ ଆମକୁ ଲକ୍ଷ୍ୟ ସ୍ଥିର କରେଇଦେଲେ। ସ୍ଥିର ଲକ୍ଷ୍ୟ ହେଇଗଲା ମାନେ ପହଞ୍ଚିବାଟା ସହଜ। ବାବା କହିଲେ ତୁମେ ଜ୍ଞାନ ଶୁଣିକି ଜ୍ଞାନର ଅଥରିଟି ହେଇଗଲଣି। ମାନେ ବିଭିନ୍ନ ପ୍ରକାର ଜ୍ଞାନ, ଆତ୍ମାର ଜ୍ଞାନ, ପରମାତ୍ମାର ଜ୍ଞାନ, ସୃଷ୍ଟିଚକ୍ରର ଜ୍ଞାନ, ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ସବୁ ଜାଣିଗଲେ। ତେଣୁ ଆମକୁ ବାବା ସେଥିପାଇଁ କହୁଛନ୍ତି ତୁମେ ମାଷ୍ଟର, ତ୍ରିକାଳଦର୍ଶୀ, ତ୍ରିଲୋକୀନାଥ, ସବୁ କଥା ଆମକୁ ଏତେ ବଡ଼ ବଡ଼ ଟାଇଟଲ୍ ଦେଇ ଦେଉଛନ୍ତି। କାହିଁକି ନା ଆମେ ତିନି ଧାମକୁ ଜାଣିଗଲେ। ସୂକ୍ଷ୍ମ ବତନ, ପ୍ରଥମେ ମୂଳ ବତନ, ଆମ ଆତ୍ମା ରହୁଛି ଶାନ୍ତି ଧାମ, ତାପରେ ସୂକ୍ଷ୍ମ ବତନ, ବର୍ତ୍ତମାନ ଆମେ ସ୍ଥୂଳ ବତନରେ ରହୁଛି ଏଇ ପୃଥିବୀ। ଆମେ ଏଇ 3ଟି ଅଛି ବୋଲି ଆମେ ଜାଣିନଥିଲେ। ଆମେ ଭକ୍ତି ମାର୍ଗରେ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ବୋଲି ବୁଝି ଦେଇଥିଲେ। କିନ୍ତୁ ଭଗବାନ ଏଇ କଥା ଆମକୁ ବୁଝେଇ ଦେଲେ। ତ୍ରିକାଳଦର୍ଶୀ କେମିତି? ମାନେ ସୃଷ୍ଟିର ଆରମ୍ଭ ସମୟରେ ସତ୍ୟଯୁଗ, କେମିତି ସୂର୍ଯ୍ୟବଂଶୀ ଥିଲେ, କେମିତି ଶାସନ ଚାଲିଥିଲା, ସବୁ କେମିତି ସୁଖ ଶାନ୍ତି ଆନନ୍ଦରେ ରହିଥିଲେ, ସେଇ ଯେଉଁ ଆଦିକାଳଠୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମା 84 ଜନ୍ମ ନେଇଛି, ସେ କଥା ବି ବାବା ଜଣେଇ ଦେଲେ। ବାବା ପୁଣି କହିଲେ ଏ ଭାରତ ଭୂଖଣ୍ଡରେ କେବଳ ଆତ୍ମା 84 ଜନ୍ମ ନେଇପାରେ, ଅନ୍ୟ କୌଣସି ଭୂଖଣ୍ଡରେ ନେଇପାରେ ନାହିଁ। କାରଣ ଭାରତ ଭୂଖଣ୍ଡ ହିଁ ଅବିନାଶୀ ଭୂଖଣ୍ଡ, ଅନ୍ୟ ସବୁ ଭୂଖଣ୍ଡ ପଛରେ ହୋଇଛନ୍ତି। ତେଣୁ ବାବା ସବୁ କଥା ତ ଆମକୁ କହିଦେଲେ। ତେଣୁ ଆମେ ନିଜେ ଭାରତୀୟ, ଭାରତବାସୀ, ଭଗବାନ ଯେଉଁଠି ଦେବଭୂମି, ଯେଉଁଠି ଭଗବାନ ଅବତରଣ କରନ୍ତି, ଯେଉଁଠି ଦେବୀ ଦେବତାମାନେ ରହନ୍ତି, ସେଠି ଆମେ ରହିଛେ। ସେଇପରି ହେବା ପାଇଁ ବାବା ଜ୍ଞାନ ଦେଉଛନ୍ତି। ତାକୁ ଆମେ କ'ଣ ସତରେ ମିସ୍ କରିବା? ନା, ଆମେ ତାକୁ ଭଲ ରୂପେ ବୁଝିବା, ଜାଣିବା।
ବାବା କହୁଛନ୍ତି ପଢ଼ିବାଟା ତ ଅତି ସହଜ, କହିବା ବି ତାଠୁ ବଳି ସହଜ। କିନ୍ତୁ ଉଚ୍ଚ ପଦ ପାଇବା ପାଇଁ ଯୋଗ କରିବା, ବାବାଙ୍କୁ ସ୍ମୃତିରେ ରଖିବାଟା ନିହାତି ଦରକାର। ତାକୁ ଯଦି ଅତି ସ୍ନେହରେ ଭଲରେ ଭଗବାନଙ୍କୁ ଭଲ ପାଇକି କରିବା, ମେହନତ ଲାଗିବନି। ମୋହବତ ଲାଗିଲେ ମେହନତ କମିଯିବ ବା ମେହନତ ଲାଗିବନି। ତେଣୁ ସ୍ନେହ ପ୍ୟାରେ ବାବାଙ୍କୁ ଆମେ ମନେ ପକେଇଲେ ଉଚ୍ଚ ପଦ ପାଇବା। ବାବା କହିଲେ ସେତେବେଳ ଯୁଗରେ ଯେତେବେଳେ ନୂଆ ନୂଆ ବାବା ପରମପିତା ପରମାତ୍ମା ଶିବ ଭଗବାନ ବ୍ରହ୍ମା ବାବାଙ୍କ ଶରୀରରେ ବସି ଏ ଜ୍ଞାନ ଦେଉଥିଲେ, ବହୁତ ଆତ୍ମା ଦାଦୀମାନେ ସନ୍ଦେଶ ଆଣୁଥିଲେ। କେଉଁଠୁ ସନ୍ଦେଶ ଆଣୁଥିଲେ? ସେମାନେ ଧ୍ୟାନରେ ବାବାଙ୍କ ସହିତ ମିଳନ କରୁଥିଲେ। ସେଠି କ'ଣ ହେଉଛି ସବୁ ଦେଖୁଥିଲେ, ବୁଝୁଥିଲେ। ସୂକ୍ଷ୍ମ ବତନରେ ସ୍ଥୂଳ, ମୂଳ ବତନରେ ନିରାକାର ଧାମ। ସେଠି ଟକି ନାହିଁ କି ମୁଭି ନାହିଁ, କେବଳ ଶାନ୍ତ ନୀରବ ସୁଇଟ୍ ହୋମ୍ ତାକୁ କୁହାଗଲା। କିନ୍ତୁ ସୂକ୍ଷ୍ମ ବତନରେ ମୁଭି ଚାଲେ। ମୁଭି ଚାଲେ ମାନେ କ'ଣ? ଆମର ଏଇ ସ୍ଥୂଳ ଦୁନିଆରେ, ଏଇ ପୃଥିବୀରେ ଆମେ ସବୁ କଥାବାର୍ତ୍ତା କରୁଛେ, ମାନେ ଆକ୍ସନ ବି କରୁଛେ, କଥାବାର୍ତ୍ତା ବି କରୁଛେ। ଆକୁ ମୁଭି ଟକି ଦୁଇଟା ଯାକ କୁହାଗଲା। କିନ୍ତୁ ସୂକ୍ଷ୍ମ ବତନରେ ଯେଉଁଠି ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇତ୍ୟାଦି ରହନ୍ତି, ସେଠି କେବଳ ଟକି ତ କେବେ ନୁହେଁ, ମୁଭି ଚାଲେ। କଥାରେ ଅଛି ସମଝଦାରକୁ ଇସାରା କାଫି। ସେ ଇସାରାରେ ସବୁ ତାଙ୍କର କଥାବାର୍ତ୍ତା ହୁଅନ୍ତି। ଆଉ ଭଉଣୀମାନେ, ଦାଦୀମାନେ ଯାଆନ୍ତି, ସେମାନେ ସେଇଥିରୁ କ'ଣ ବୁଝନ୍ତି ତାକୁ ଆସି ଏଠି ବର୍ଣ୍ଣନା କରନ୍ତି। ସେମାନଙ୍କୁ କୁହାଯାଏ ସନ୍ଦେଶୀ। ସେ ସନ୍ଦେଶ ନେବା ଆଣିବା କରନ୍ତି। ବାବା ସେଥିପାଇଁ କହୁଛନ୍ତି ସାଇଲେନ୍ସ ହେଉଛି ଶାନ୍ତିଧାମ, ମୁଭି ସୂକ୍ଷ୍ମଧାମରେ ଚାଲିଛି, ଆଉ ଏଇ ସ୍ଥୂଳ ଧାମରେ ଟକି ଚାଲିଛି। କଥାବାର୍ତ୍ତା ହେବାରେ ବେଶୀ ବା ସାଇନ୍ସ ପାୱାରଟା, ସାଇଲେନ୍ସ ପାୱାରଟା ସେଥିପାଇଁ ସାଇନ୍ସ ପାୱାର ଠାରୁ ଅଧିକ କୁହାଯାଉଛି। କାହିଁକି? ଯେତେ ଚୁପଚାପ ରହିବ ସେତେ ଆମ ମାଇଣ୍ଡ ପାୱାର ବଢ଼ିବ, ମନ ବୁଦ୍ଧି ସବୁ ସ୍ଥିର ରହିବ। ଭଗବାନଙ୍କ ସହିତ ଯୋଗ ଲଗାଇବାକୁ ହେବ, ଯାହାଫଳରେ ନିଜର ସୃଜନୀ ଶକ୍ତିର ବିକାଶ ହେବ, ନିର୍ଣ୍ଣୟ ଶକ୍ତିର ବିକାଶ ହେବ, ବହୁତ ଶକ୍ତିର ବିକାଶ ହେବ। ବାବା କହୁଛନ୍ତି ଯେ ତୁମେମାନେ ଗୃହସ୍ଥରେ ରହି, ଘରେ ରହି ପାବନ ହୁଅ। କାହିଁକି ନା ସାଧୁ ସନ୍ନ୍ୟାସୀ ସମସ୍ତେ ସେ ଘର ଦୁଆର ଛାଡ଼ି ଦେଇକି ଗଲେ। ତାଙ୍କର କେହି ଆଖପାଖରେ କୌଣସି ସ୍ତ୍ରୀ ଲୋକଙ୍କର ସଂସ୍ପର୍ଶରେ ବି ସେ ଆସିଲେ ନାହିଁ। ତେଣୁ ସେମାନେ ପବିତ୍ର ବା ବ୍ରହ୍ମଚର୍ଯ୍ୟ ରହିବାଟା ତାଙ୍କ ପାଇଁ ସୁବିଧା ହେଇଗଲା। କିନ୍ତୁ ଗୃହସ୍ଥ ଆଶ୍ରମରେ ରହି ତୁମେ ପବିତ୍ର ଜୀବନ ଯାପନ କଲେ, ଆଉ ଦେହ ଦୁନିଆ ଠାରୁ ମମତ୍ୱ ଆଟାଚମେଣ୍ଟ ହଟେଇ ବାବାଙ୍କ ସହିତ ଯୋଗ ଲଗେଇ ପାରିଲେ, ଇଏ ହେଉଛି ଖଣ୍ଡାଧାରରେ ଚାଲିଲା ପରି ବଡ଼ ପରୀକ୍ଷା। ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସତ୍ୟଯୁଗରେ ରାଜାରାଣୀ ହେବ। ବଡ଼ ପରୀକ୍ଷା ଦେଲେ ତ ବଡ଼ ପଦ ପାଇବ ନା। ତେଣୁ ବାବା କହୁଛନ୍ତି ଗୃହସ୍ଥ ଆଶ୍ରମରେ ରହି ତୁମେ ପବିତ୍ର ହୁଅ। ପବିତ୍ର ହେଲେ ହିଁ ତୁମେ ସତ୍ୟଯୁଗକୁ ଯାଇପାରିବ। ସେ ହେଉଛି ପାବନ ଭୂମି। ଶାନ୍ତିଧାମ ବି ପାବନ ଭୂମି, ସତ୍ୟଯୁଗ ବି ପାବନ ଭୂମି। ଅପବିତ୍ର ଆତ୍ମା ସେଠାକୁ ଯାଇପାରିବେ ନାହିଁ। ବାବା ସେଥିପାଇଁ କହିଲେ, ସାଧାରଣ ଲୋକମାନେ ଦେଖୁନାହାନ୍ତି ବାର ବାର ପଚାରୁଛନ୍ତି, ତମେ ତ ସବୁ ପବିତ୍ର ରହିବ, ଇଏ ସଂସାର କେମିତି ଆଗକୁ ବଢ଼ିବ? ବାବା କହୁଛନ୍ତି ସଂସାର ତ ଯଥେଷ୍ଟ ଆଗକୁ ବଢ଼ି ଯାଇଛି। ଜନସଂଖ୍ୟା ଏତେ ଯେ ଦରକାର ପଡ଼ିଲେ ଖାଇବାକୁ ପାଇବେନି, ଭୋକ ଉପାସରେ ଲୋକଙ୍କର ମୃତ୍ୟୁ ହେବ। ଆଉ ଜନସଂଖ୍ୟା ବଢ଼େଇବା ଦାୟିତ୍ୱ ଆମକୁ ଦରକାର ନାହିଁ। କେତେ ସାଧୁ ସନ୍ନ୍ୟାସୀ ବିବାହ କରିନାହାନ୍ତି, ଜନସଂଖ୍ୟା ବଢ଼ୁନାହିଁ, କ'ଣ ଅସୁବିଧା ହେଇଯାଇଛି ସଂସାରରେ? ତେଣୁ ଏସବୁ କଥା କାହା ଦ୍ୱାରା କାହା କଥାରେ ପ୍ରଭାବିତ ହୁଅ ନାହିଁ, କି ସେମାନଙ୍କ କଥାକୁ ସମର୍ଥନ କରିବା ନାହିଁ। ବାବା କହୁଛନ୍ତି 63 ଜନ୍ମ ହେଲାଣି ତୁମେ ପାପ କରି କରି ଆସିଛ, ପାପର ବୋଝ ପୁରା ଲଦା ହେଇଛି।
କିନ୍ତୁ ଆଉ ସମୟ ବହୁତ କମ୍। ଏ ପାପ ବୋଝ ଉତାରିବା ପାଇଁ ତୁମକୁ ସମୟ ବେଶୀ ନାହିଁ, ତୁମ ହାତରେ ଆଉ ବେଶୀ ସମୟ ନାହିଁ। ତେଣୁ ସବୁ ସମୟକୁ ବହୁତ ଇମ୍ପୋର୍ଟାଣ୍ଟ ସମୟ ଭାବି ସମୟର ସଦୁପଯୋଗ କର। ସେଥିପାଇଁ କହିଛନ୍ତି ସଙ୍ଗମ ଯୁଗର ଗୋଟିଏ ମିନିଟ୍ ଗୋଟିଏ ବର୍ଷ ସହିତ ସମାନ। ଗୋଟିଏ ମିନିଟ୍ ବି ବା ଗୋଟିଏ ସେକେଣ୍ଡ ବି ତୁମେ ନଷ୍ଟ କର ନାହିଁ। ବାବା ପ୍ରତିଦିନ ବହୁତ କଥା କହୁଛନ୍ତି, ଖାଲି ତାକୁ ବୁଝିବା କଥା। ଟାଇମ୍ କମ୍, କାମ ଅଧିକ, ତେଣୁ ସମୟର ମୂଲ୍ୟ ବହୁତ ହେଇଗଲା। ବାବା ଆସିଛନ୍ତି, ସେ ହେଉଛନ୍ତି ମାସୁକ, ଆମେ ସମସ୍ତେ ଆସିକ। ସେ ସାଜନ, ଆମେ ସଜନୀ। ସେ ରାମ, ଆମେ ସୀତା। ସେ ରାମ ଆସିଛନ୍ତି ରାବଣଙ୍କ ବନ୍ଦିଶାଳାରୁ ମୁକ୍ତ କରିକି ସାଥିରେ ନେବେ। କେବଳ ଗୋଟିଏ କଥା, ସହଜ ଉପାୟ, ମାମେକମ୍ ୟାଦ କର। କେବଳ ବାବାଙ୍କୁ ମନେ ପକାଇବା, ସ୍ମୃତିରେ ରହିବା। ୟାର ବି କହିବାର ଗୋଟେ ଗୂଢ଼ ରହସ୍ୟ ରହିଛି। ମନ ଏକାଥରକେ ବି ଦୁଇଟା ଚିନ୍ତା କରିପାରେନି। ଯଦି ମନଟାକୁ ଆମେ ବାବାଙ୍କ ପାଖରେ ଲଗେଇଲେ, ସତ୍ୟ ପଛରେ ମନ ଅନୁଧାବନ କଲା, ତାହେଲେ ମିଥ୍ୟା ପଛରେ ଆଉ ଯିବନି, କି ରାବଣ ଦୁନିଆରେ ମନ ଲଗେଇବନି। ତେଣୁ ବାବା କହୁଛନ୍ତି ମାମେକମ୍ ୟାଦ କର। ପୁଣି ଇଏ ସୁଯୋଗ 5000 ବର୍ଷରେ ଥରେ ଆସିଛୁ। ଏବେ ସେଇ ସୁଯୋଗ ସମୟ ଚାଲିଛି। ଆମେ ଏଇ ସମୟରେ ହିଁ ଏଇ ସୁଯୋଗକୁ ହାତଛଡ଼ା କରିବା ନାହିଁ। ବାବା କହୁଛନ୍ତି, ବାବା ଏତେ ଦେଉଛନ୍ତି, ପୁଣି ତୁମକୁ କଷ୍ଟ ଲାଗୁଛି ମନେ ପକାଇବାକୁ। ଏତେ ସହଜ କଥା, ସତ କଥା। ଆମେ ବାବାଙ୍କୁ ବେହଦ ବାବା, ବିଦେହୀ ବାବା, ଆମେ ବିଦେହୀ ରୂପରେ ନିଶ୍ଚିତ ଭାବରେ ବାବାଙ୍କ ସହିତ ବୁଦ୍ଧି ଯୋଗ ଲଗେଇ ରହିବା। କାହିଁକିନା ସେ ଗ୍ୟାରେଣ୍ଟି ଦେଉଛନ୍ତି। କ'ଣ ଗ୍ୟାରେଣ୍ଟି ଦେଉଛନ୍ତି? 21 ଜନ୍ମ ପର୍ଯ୍ୟନ୍ତ ତୁମେ ସୁଖ ଶାନ୍ତି ଆନନ୍ଦରେ ରହିବ, ନିରୋଗ ଶରୀର ପାଇବ, ପୁଅ ଝିଅ ଚିନ୍ତା ନଥିବ, ସମସ୍ତେ ସନ୍ତାନ ପ୍ରାପ୍ତ କରିବେ, କେହି ନିଃସନ୍ତାନ ରହିବେ ନାହିଁ, କାହାର ଖାଇବା ପିଇବା ରହିବା କୌଣସିଥିରେ ଅଭାବ ରହିବ ନାହିଁ। ଏତେ ପ୍ରକାର ସୁବିଧା ସେ କହୁଛନ୍ତି, ଗ୍ୟାରେଣ୍ଟି ଦେଉଛନ୍ତି। ପୁଣି ଗୋଟିଏ ଜନ୍ମ ପାଇଁ ନୁହେଁ, 21 ଜନ୍ମ ପାଇଁ। ତେଣୁ ବାବାଙ୍କୁ ଆମେ ସବୁବେଳେ ମନେ ରଖିବା। ବାବା କହୁଛନ୍ତି ତୁମେ ଭକ୍ତି ମାର୍ଗରେ ବି ମୋତେ ମନେ ପକାଉଥିଲ, କିନ୍ତୁ ଚିହ୍ନିନ। ଏବେ ବି ଭକ୍ତାତ୍ମା ମାନେ କେତେ ପୁରାଣ ଶାସ୍ତ୍ର ପଢ଼ୁଛନ୍ତି, ପୂଜା ପାଠ କରୁଛନ୍ତି, ଭଗବାନ ବୋଲି ମନରେ ଭାବୁଛନ୍ତି, କିନ୍ତୁ ଭଗବାନ କିଏ ଯେହେତୁ ଜାଣିପାରୁନାହାନ୍ତି, ଭଗବାନଙ୍କୁ ନ ଜାଣିକି ପୂଜା କରୁଛନ୍ତି, ତେଣୁ ତାଙ୍କର ପ୍ରାପ୍ତି କମ୍। ଆମେ ଭଗବାନଙ୍କୁ ଜାଣିଗଲେ, ଭଗବାନଙ୍କୁ ଚିହ୍ନିଲେ, ଯାହା ଯିଏ ତାଙ୍କୁ ଯଦି ଆମେ ଡାଇରେକ୍ଟ ମନେ ପକାଇଲେ, ଆମର ପ୍ରାପ୍ତି ଅଧିକା। ବାବା କହୁଛନ୍ତି ତୁମେ ରାଜ୍ୟ କରୁଥିଲ କେବେ? ସତ୍ୟ ଯୁଗରେ। ବର୍ତ୍ତମାନ ତୁମେ ରାଜ୍ୟ ହରେଇ ଦେଇଛ। ବର୍ତ୍ତମାନ ମୁଁ ଆସିଛି ତୁମକୁ ସେଇ ରାଜ୍ୟ ଭାଗ୍ୟ ଦେବା ପାଇଁ। ସେଇ ତ ରାଜ୍ୟ ଭାଗ୍ୟ ପାଇଲା ପରେ ସିଏ ତ ଆଉ ସତ୍ୟ ଯୁଗରେ ନିଜେ ରହିବେନି କି ଶାସନ କରିବେନି। ଶାସନ ଭାର ପାଳନ ଦାୟିତ୍ୱ ଦେଇ ଦେଇକି ସେ ପୁଣି ପରମଧାମ ଯିବେ। ତେଣୁ ଯାହା ହରେଇଛ ତାକୁ ଦବାକୁ ଆସିଛି। କେବଳ ଭାଗ୍ୟବାନ ପିଲା, ଯେଉଁମାନେ ପ୍ରକୃତରେ ନିଜକୁ ଭାଗ୍ୟବାନ ବୋଲି ଭାବୁଛ, ସେଇମାନେ ଆସ, ପାଠ ପଢ଼, ମୋ ସାଥିରେ ବୁଦ୍ଧି ଯୋଗ ଲଗେଇ ମୋ ପାଖରୁ ସବୁ ରାଜ୍ୟ ଭାଗ୍ୟ ନେଇଯାଅ, ବାବା ସବୁବେଳେ କହୁଛନ୍ତି। ତେଣୁ ବାବାଙ୍କୁ ମନେ ପକାଇବା ବେଳେ ଆମେ ବାବା କ'ଣ ଦେଉଛନ୍ତି, ତାଙ୍କ ବର୍ଷାକୁ ମନେ ପକାଇବା, ତାଙ୍କର ଶକ୍ତି ସାମର୍ଥ୍ୟ, ଦାତାପଣ, ବରଦାତାପଣ, ବିଧାତାପଣ ସବୁ ଆମେ ମନେ ପକାଇବା। ତାହେଲେ ଆମର ସ୍ନେହ ପ୍ରୀତି ବଢ଼ିବ, ଅନ୍ତମତି ସହଗତି ହେବ। ବାବା କହୁଛନ୍ତି ତୁମେ ଏଇ ଅଭ୍ୟାସଟା ଜାରି ରଖିଲେ, ତୁମେ ଯେତେବେଳେ ଶେଷ ସମୟରେ, ଯେହେତୁ ଅଭ୍ୟାସ ଥିବ, ଆଉ ଦେହ ଦୁନିଆ ଠାରୁ ମନ ହଟି ଯାଇଥିବ, ମନ ତା ସାଥିରେ ମଗ୍ନ ହେଇକି ନଥିବ, ପ୍ରଭୁ ପ୍ରୀତିରେ ମଗ୍ନ ହେଇ ପ୍ରଭୁଙ୍କ ଲଗ୍ନରେ ମଗ୍ନ ହେଇଯାଇଥିବା, ସେତେବେଳେ ଅନ୍ତମତି ସୋଗତି ହେବ।
ତାମାନେ ଆମେ ପୁଣି ସେ ସତ୍ୟ ଦୁନିଆକୁ ଯାଇପାରିବା। ବାବା କହୁଛନ୍ତି ଝିଅମାନଙ୍କର ବାହାଘର ହେଉଛି, ବର ଆସୁଛନ୍ତି, ବର ବଧୂକୁ ନେଇକି ଯିବା ପାଇଁ ଶ୍ୱଶୁର ଘରକୁ ଯାଉଛନ୍ତି, କେତେ ଆୟ ଅଳଙ୍କାରରେ ବିଭୂଷିତ ହୋଇ, କେତେ ସଜବାଜ ହୋଇ, କେତେ ଖୁସିରେ ଯାଉଛନ୍ତି। ସେମିତି ବାବା ଆସିଛନ୍ତି, ଆମକୁ ଦିବ୍ୟ ଗୁଣର ଅଳଙ୍କାରରେ ସଜେଇ ସାଙ୍ଗରେ ନେଉଛନ୍ତି। ତେଣୁ ଆମେ ଶ୍ୱଶୁର ଘର ସତ୍ୟ ଯୁଗକୁ ଯିବା, ସେଇ ଆନନ୍ଦରେ ନିଜକୁ ସବୁବେଳେ ଭାଗ୍ୟବାନ ମନେକରି ଭଗବାନଙ୍କ ସାଥିରେ ଯିବାକୁ ଇଚ୍ଛା ପ୍ରକାଶ କରି ସେଇ ରାସ୍ତାରେ ଚାଲିବା। ବାବା କହୁଛନ୍ତି ଯେ ସେ ହେଉଛନ୍ତି ଜ୍ଞାନର ସାଗର, ଆମେ ସମସ୍ତେ ମାଷ୍ଟର ଜ୍ଞାନର ସାଗର। ସିଏ ଯଦି ସମୁଦ୍ର ବା ସାଗର, ଆମେ ସମସ୍ତେ ନଦୀ, ଜ୍ଞାନ ନଦୀ ବା ଗଙ୍ଗା ନଦୀ। ଏମିତି ନିଜକୁ ସବୁବେଳେ ଭାବିବା ଯେ ଭଗବାନ ସର୍ବଗୁଣ ସମ୍ପନ୍ନ ହେଲେ ବି ଆମେ ବି ଷୋଳକଳା ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ, ଅହିଂସା ଆମର ପରମ ଧର୍ମ। ଏଇ କଥା ଆମେ ସବୁବେଳେ ମନେ ପକେଇବା। ତେଣୁ ବାବା କହୁଛନ୍ତି ଭକ୍ତିରେ ସିନା ଗଙ୍ଗା ସ୍ନାନ, ଦାନ ପୁଣ୍ୟ, ଗୋଦାନ, ଭୂମିଦାନ, ସ୍ୱର୍ଣ୍ଣଦାନ, ଏମିତି କେତେ ପ୍ରକାର ଦାନ ଦେଉଛନ୍ତି। ପୁଣି ବୁଦ୍ଧି ଭଟକୁଛି, ଆଡ଼େ ସାଡ଼େ ବୁଦ୍ଧିରେ ଯାଉଛନ୍ତି। ପୁଣି କେତେ ଧନ ବ୍ୟୟ କଲେ, ପୁଣି ଧକ୍କା ଖାଇକି ଆଡ଼େ ସାଡ଼େ ଯାଇ ମଠ ମନ୍ଦିର ତୀର୍ଥାଟନ କରିଲେ, କିନ୍ତୁ ପ୍ରାପ୍ତି କମ୍। ତୁମେ ଗୋଟିଏ ଜାଗାରେ ବସି ଆନନ୍ଦରେ, ସୁବିଧାରେ, ଖୁସିରେ ଭଗବାନଙ୍କୁ ମନେ ପକେଇଲେ ତୁମର ପ୍ରାପ୍ତି କେତେ ଅଧିକ। ଏଇ କଥାଟାକୁ ଆମେ ଜାଣିବା। ତେଣୁ ପବିତ୍ର ଦୁନିଆକୁ ଯିବା ମାନେ ଆମେ ପବିତ୍ର ହିଁ ହେବା। ପ୍ରାପ୍ତିର ଦୁନିଆକୁ ଯିବା ମାନେ ଆମେ ପ୍ରାପ୍ତି କରିବାର ସହଜ ରାସ୍ତା ଜାଣିଗଲେ ସେଇ ଅନୁଯାୟୀ କର୍ତ୍ତବ୍ୟ କରିବା। ବାବା କହୁଛନ୍ତି ଯେ କଣ୍ଟ୍ରୋଲ କରିବା। ବର୍ତ୍ତମାନ କ'ଣ ଆମର ଯେଉଁ ଜନସଂଖ୍ୟା ବଢ଼ିଗଲାଣି, ତେଣୁ ଜନସଂଖ୍ୟା କଣ୍ଟ୍ରୋଲ ହେଲେ ଭଲ, ଆଗକୁ ବିପଦ ମାଡ଼ି ଆସୁଛି। ତେଣୁ ଆମେ ନୂଆ ଆତ୍ମା, ଆମେ ପବିତ୍ର ହୋଇ ରହିବା, ପତିତ ହୋଇ ନୂଆ ଆତ୍ମା ସବୁ ଆଣିବା କିଛି ଆବଶ୍ୟକ ନାହିଁ। ବାବା କହିଲେ ସବୁବେଳେ ଭାବ ବିନାଶ ମୋ ସାମ୍ନାରେ ଛିଡ଼ା ହେଇଛି, ଆଉ ହଜୁର ହାଜିର ଅଛନ୍ତି, ମାନେ ମୋ ପାଖରେ ଭଗବାନ ହାଜିର ନାଜିର ହେ, ମୋ ପାଖରେ ହଜୁର ହାଜର ଅଛନ୍ତି, ମୋତେ ନଜରରେ ରଖିଛନ୍ତି, ମୁଁ ବି ତାଙ୍କୁ ମୋ ଆଖି ସାମ୍ନାରେ ନଜରରେ ରଖିଛି। ଏଇ କଥାଟା ଆମେ ଭାବିବା। ବାବା କହୁଛନ୍ତି ଏବେ ତ ଖେଳର ଅନ୍ତ ସମୟ ହେଇଗଲାଣି, ମାନେ ସୃଷ୍ଟିର ଅନ୍ତ ସମୟ। ତେଣୁ ଭଗବାନ ଆସିଛନ୍ତି, ଏଇ କଥାଟା ଭକ୍ତ ଆତ୍ମା ମାନେ ଜାଣିପାରିନାହାନ୍ତି। ଭଗବାନ କିଏ ବୋଲି ମଧ୍ୟ ଜାଣିନାହାନ୍ତି। ଭଗବାନ କେଉଁଠି ରହନ୍ତି, ଦେଖିବାକୁ କେମିତି, ତାଙ୍କର କର୍ତ୍ତବ୍ୟ କ'ଣ, ସିଏ ଆମକୁ କ'ଣ ଦେଇପାରନ୍ତି, ଇଏ ସବୁ କଥା ଉପରେ ତାଙ୍କର ଏତେ ତର୍ଜମା ନ କରି ସେ କେବଳ ପୂଜା ପାଠ, ଯାଗ ଯଜ୍ଞ ଏଇସବୁରେ ଲାଗି ପଡ଼ିଛନ୍ତି। ତେଣୁ ଭଗବାନ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ, ତାଙ୍କର ଦେହ ନାହିଁ, ସେ ନିରାକାର, ସେ ଆମ ସମସ୍ତଙ୍କର ପିତା, ସେ ଆମକୁ ସବୁ ରାଜ୍ୟ ଭାଗ୍ୟ ଦେଇପାରନ୍ତି। ସେ ସବୁର ସାଗର, ଦୟାର ସାଗର, କ୍ଷମାର ସାଗର, ଜ୍ଞାନର ସାଗର, ଗୁଣର ସାଗର ଇତ୍ୟାଦି ଇତ୍ୟାଦି, ତାଙ୍କର ଅନେକ ମହିମା। ସେ ଜିନିଷଟାକୁ ଭକ୍ତ ଆତ୍ମା ମାନେ ଭଲରେ ହୃଦବୋଧ କରିନାହାନ୍ତି ବୋଲି ଭକ୍ତିକୁ ଛାଡ଼ି ପାରୁନାହାନ୍ତି। ବାବା ବି କହୁଛନ୍ତି ବର୍ତ୍ତମାନ ଯେଉଁମାନେ ବେଶୀ ପୁରୁଷାର୍ଥୀ ଆତ୍ମା, ସେମାନେ ବି ବଡ଼ ଭକ୍ତ ଥିଲେ। କାହିଁକିନା ଭକ୍ତି କଳସ ପୂର୍ଣ୍ଣ ହେଲେ ବାବା କହୁଛନ୍ତି ତୁମେ ଜ୍ଞାନ ଆହରଣ କରିପାରିବ। ତେଣୁ ଭକ୍ତ ଆତ୍ମା ବି କମ୍ ନୁହନ୍ତି, କିନ୍ତୁ ଭକ୍ତ ଆତ୍ମାମାନଙ୍କୁ ଅନୁରୋଧ ବାବାଙ୍କର ଜ୍ଞାନ ଶୁଣନ୍ତୁ, ବାବାଙ୍କର ପରିଚୟ ପାଆନ୍ତୁ। ବାବା କହୁଛନ୍ତି ମାୟାକୁ ଆମେ ପେହଲମାନ ବୋଲି ଭାବିବାନି, ସବୁବେଳେ ମାୟାକୁ ଆମେ ଜିତିବା। ଆତ୍ମା ସବୁ କିଛି କରେ, ଶରୀର କିଛି କରେନି। କାହିଁକିନା ଆମେ ଦେଖୁଛେ ନା, ଯେତେବେଳେ ଆତ୍ମା ଶରୀରରୁ ଚାଲି ଯାଉଛି, ଶରୀର ଆତ୍ମା କିଛି କରିପାରୁଛି କି? କିଛି କରିପାରୁନି। ପୁଣି ବାବା ବି ବୁଝେଇ ଦେଉଛନ୍ତି ଯେତେବେଳେ ଶରୀର ଛାଡ଼ିକି ଆତ୍ମା ଚାଲିଗଲା, ତାକୁ
ପୋଡ଼ି ଦିଆଗଲା ବା ପୋତି ଦିଆଗଲା, ନଷ୍ଟ କରି ଦିଆଗଲା। ଇଏ ବିନାଶୀ ଶରୀରର କିଛି କାମ ନାହିଁ। ତେଣୁ ଆମେ ଆତ୍ମିକ ଭାବରେ ସମସ୍ତେ ସମସ୍ତଙ୍କୁ ଦେଖିଲେ, ପୁଅ ହଉ, ଝିଅ ହଉ, ସ୍ୱାମୀ ହଉ, ପିତା ହଉ, ମାତା ହଉ, ସମସ୍ତେ ମୋର ଆତ୍ମିକ ଭାବରେ ସମ୍ବନ୍ଧୀ। ତେଣୁ ଆତ୍ମିକ ନଜରରେ ଦେଖିଲେ ଏ ମୃତ୍ୟୁ ଭୟ ରହିବନି, କି ମୃତ୍ୟୁ ପରେ ଯେଉଁ ସବୁବେଳେ ଅପଆଶରା ସ୍ମୃତି ରଖୁଛନ୍ତି ସିଏ ବି ରହିବ ନାହିଁ। ବାବା କହୁଛନ୍ତି ଏବେ ତୁମେ ତନ ମନ ଧନ ସବୁ ମୋତେ ଦିଅ, ପର ସମୟରେ ଦେଲେ ନେବି ନାହିଁ। କାହିଁକି ନା ଯାହା ଦବ ମୋତେ ତାର ପଦ୍ମଗୁଣ ଦବାକୁ ପଡ଼ୁଛି। ବାବା କହୁଛନ୍ତି ତୁମେ ସୂର୍ଯ୍ୟବଂଶୀ ରାଜା। ସୂର୍ଯ୍ୟବଂଶୀରୁ ଆସି ଆସି ପୁଣି ଆମେ ଏଇଠି ଶୂଦ୍ର ହେଇଯାଇଛେ। ତେଣୁ ଆମେ ସେଇ ସୂର୍ଯ୍ୟବଂଶୀ ରାଜା ହେବା ପାଇଁ ଯେହେତୁ ବାବାଙ୍କୁ ୟାଦ କରୁଛେ, ବାବା କହୁଛନ୍ତି ତୁମ ମୁଖରେ ଗୋଲାପଜାମୁ ରହୁ। ମାନେ ଆମକୁ ବର ଦେଉଛନ୍ତି, ଖୁସିରେ ମିଠା ଖୁଆଇ ଦେଉଛନ୍ତି। ତେଣୁ ଆମେ ଶ୍ରୀମତରେ ଚାଲି ବାଦଶାହ ହେବା, ଚାଉଳ ଦେଇକି ମହଲ ପାଇବା। ଆମେ ତ ଜାଣିଛେ, ଗପ ଶୁଣିଛେ କେମିତି ଶ୍ରୀକୃଷ୍ଣକୁ ସୁଦାମା ମୁଠେ ଚାଉଳ ନେଇକି ଦେଇଥିଲେ, ତାଙ୍କର ସ୍ୱର୍ଣ୍ଣ ମହଲ ତାଙ୍କୁ ମିଳିଲା। ଇଏ କ'ଣ ମାନେ ଇଏ ସବୁ ଗପ, କିନ୍ତୁ ୟାର ରହସ୍ୟ ବାବା ବୁଝେଇ ଦେଲେ। ଏଇ ସମୟରେ ଆମେ ଯାହା ବି ଦେଉଛେ ମୁଠେ ଚାଉଳ ପରି, ଖୁଦ ପରି, ଏତିକି ଟିକିଏ ଦେଉଛେ, କିନ୍ତୁ ସତ୍ୟ ଯୁଗରେ ଆମେ ସ୍ୱର୍ଣ୍ଣ ମହଲ ପାଇବା। ତେଣୁ ଦବା ପାଇଁ ସବୁବେଳେ ଉଦ୍ୟତ ରହିବା। ବାବା କହୁଛନ୍ତି କାମ କର, କାମ ହାତରେ କାମ କର, ବୁଦ୍ଧି କିନ୍ତୁ ବାବାଙ୍କ ପାଖରେ ରଖ। ବୁଦ୍ଧିଟା ସବୁବେଳେ ବାବାଙ୍କ ପାଖରେ ରହିବ। ବାବା କହୁଛନ୍ତି ଯେ ମନର ଶୁଭ ଭାବନା ଦ୍ୱାରା ଆମେ ଅନ୍ୟ ସମସ୍ତଙ୍କୁ ଆଗକୁ ବଢ଼େଇବା। ମନସା ସେବାରେ କିଏ କ'ଣ କଲା, ଯଦି ଭୁଲ କାମ କରୁଛି, ସେ ପରବଶ ହେଇକି କରୁଛି, ସେ କଥାକୁ ଆମେ ଡିସ୍କସନ୍ କରିକି କିଛି ମୂଲ୍ୟ ନାହିଁ, ବରଂ ତାକୁ ଆମେ କଷ୍ଟ ଦେଉଛେ। ସେମିତି ନକରି ମନସା ସେବା ଦ୍ୱାରା ସେ ଆତ୍ମାକୁ ସାହାଯ୍ୟ, ସହଯୋଗ, ଶକ୍ତି ପ୍ରଦାନ କରିବା, ଯାହାଫଳରେ ସିଏ ଦିନକୁ ଦିନ ଭୁଲ ରାସ୍ତାରୁ ବାହାରି ଠିକ୍ ରାସ୍ତାରେ ଚାଲିବ। ବାବା କହୁଛନ୍ତି ରାସ୍ତାରେ ଗଲାବେଳେ ଯଦି ପଥର ଖଣ୍ଡେ ପଡ଼ିଗଲା, ଜଣେ ଅଟକି ଯାଇଛି, ବଡ଼ ପଥରଟେ, ତାକୁ ତୁମେ ସେଇଠି ଛାଡ଼ି ଦେଇକି ଯିବ ନା ସାହାଯ୍ୟ ସହଯୋଗ କରି ତାକୁ ବାହାର କରି ସାଙ୍ଗରେ ନେଇକି ଚାଲିକି ଯିବ? ସେଇଟା ବାବା ବୁଝେଇ ଦେଉଛନ୍ତି। ଯଦି କାହାର ରୁକାବଟ ଆସିଯାଇଛି, ତୁମେ ତାକୁ ସାହାଯ୍ୟ ସହଯୋଗ କରି ମନସା ସେବା ଦେଇ ସାଥିରେ ନେଇକି ଆଗକୁ ଆମେ ଯିବା। ବାବା କହିଲେ ଆମେ ଯେମିତି ଏରୋପ୍ଲେନ୍ରେ ଆସୁଛେ, ଗୋଟେ ସିଟ୍ ବେଲ୍ଟ ବନ୍ଧା ହେଉଛି, କାଳେ ସିଟ୍ ଏପଟ ସେପଟ ହେଇଛି, ଅପସେଟ୍ ହେଇଯିବ। ସେହିଭଳି ଆମର ଦୃଢ଼ ସଂକଳ୍ପ ହେଉଛି ଆମର ବେଲ୍ଟ ପରି। ଆମର ଯେଉଁ ଅପସେଟ୍ ହେଇଯାଉଛି ଆଜି ଏଇ କଥାରେ ସେଇ କଥାରେ, ପରିସ୍ଥିତିରେ ପଡ଼ି ସ୍ୱସ୍ଥିତିକି ହରେଇ ଦେଉଛେ, ବାବା କହୁଛନ୍ତି ତୁମେ ସେଇ ଦୃଢ଼ ସଂକଳ୍ପର ବେଲ୍ଟ ଭିଡ଼, ଯାହାଫଳରେ ତୁମେ କୌଣସି ପରିସ୍ଥିତିରେ ଅପସେଟ୍ ହେବ ନାହିଁ। ଓମ୍ ଶାନ୍ତି।